ସେ ଗୋଟେ ଭଲ ସିଙ୍ଗର ଥିଲେ। ତାଙ୍କର ପରଲୋକରେ ଦେହାନ୍ତ ପରେ ତାଙ୍କର ଫ୍ୟାନ୍ସ ମାନେ ବହୁତ ମର୍ମାହତ ଦୁଃଖିତ। ସେଥିପାଇଁ ଓଡ଼ିଶାବାସୀ ମଧ୍ୟ ଦୁଃଖିତ, ମୁଁ ମଧ୍ୟ ଦୁଃଖିତ। ତାଙ୍କର ଆତ୍ମାର ସଦ୍ଗତି ପାଇଁ ଭଗବତୀ ପାଖରେ ମୁଁ ପ୍ରାର୍ଥନା କରୁଛି, ଆଉ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଓଡ଼ିଶା ପାଇଁ ଗୋଟେ ଦୁଃଖର କଥା, ସେ ଲକ୍ଷ ଲକ୍ଷ କୋଟି କୋଟି ଲୋକଙ୍କର ହୃଦୟକୁ ନିଜର କଳା ଦ୍ୱାରା, ନିଜର ଭଜନ ଦ୍ୱାରା, ମ୍ୟୁଜିକ୍ ଦ୍ୱାରା ସେ ହୃଦୟ କିଣି ଦେଉଥିଲେ ଅଳ୍ପ ସମୟ ଭିତରେ। ଓଡ଼ିଶାବାସୀ ତାଙ୍କର ଏଇ ଅଭୁଲା ଯେଉଁ ସ୍ମୃତି ଛାଡ଼ି ଯାଇଛନ୍ତି କେହି ଭୁଲି ପାରିବେ ନାହିଁ, ସବୁବେଳେ ତାଙ୍କୁ ସେମିତି ମନେ ରଖିଥିବେ। ଆମେ ଓଡ଼ିଶା ନାହିଁ ପୃଥିବୀରୁ ଜଣେ ମହାନ ବ୍ୟକ୍ତିକୁ ହରାଇଲେ ବୋଲି ଅତ୍ୟୁକ୍ତି ହେବନି। ତାଙ୍କର ଯେଉଁ ହସ୍ତରେଖା ମୁଁ ଦେଖିଲି, ମୁଁ ତ ଆପଣମାନେ ଜାଣିଥିବେ ସବୁବେଳେ ପୂଜା ପାଠ ଯଜ୍ଞ, ସକାଳ ଟାଇମ୍ ମୋର ପୂଜା ପାଠ ଯଜ୍ଞ। ସଂକ୍ରାନ୍ତି ପୂର୍ବ ଦିନ ସଂକ୍ରାନ୍ତି ସକାଳୁ ଆପଣଙ୍କର ମିଡ଼ିଆ ଭାଇମାନେ ମୋତେ ଫୋନ୍ କଲେ ଯେ ଆମର ହ୍ୟୁମାନ ସାଗର ମେଡ଼ିକାଲରେ ପଡ଼ିଛନ୍ତି। ମୋର ତ ଜାଣିଥିବେ ପୂଜା ପାଠ, ମୁଁ କହିଲି ଭାଇ ସେ କିଏ ନା ସେ ଜଣେ ପ୍ରତିଷ୍ଠିତ ସିଙ୍ଗର ଆମ ଓଡ଼ିଶାର। ମୁଁ କହିଲି ଆଚ୍ଛା କ'ଣ ଅସୁବିଧା ହେଇଛି ନା ସେ ବର୍ତ୍ତମାନ ଏମ୍ସ ମେଡ଼ିକାଲରେ ପଡ଼ିଛନ୍ତି, ତାଙ୍କର ସ୍ୱାସ୍ଥ୍ୟ କ'ଣ ହେବ ଟିକେ ଆପଣ କହନ୍ତୁ, ଭବିଷ୍ୟତବାଣୀ ପ୍ରେଡିକ୍ସନ୍ ଦିଅନ୍ତୁ, ନିହାତି ଦରକାର। ତାଙ୍କର ଫ୍ୟାନ୍ସ ମାନେ ଓଡ଼ିଶା ଲୋକମାନେ ଜାଣିବାକୁ ଚାହୁଁଛନ୍ତି। ତେଣୁକରି ମୁଁ ଭଗବତୀକି ଚିନ୍ତା କଲି। ଆପଣ ତ ଜାଣିଥିବେ ମୁଁ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଛାତ୍ର, ଆଉ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ର। ଜ୍ୟୋତିଷ ହସ୍ତରେଖା ତ ଆରମ୍ଭ କରି ସବୁ ପ୍ରକାର ବିଦ୍ୟାରେ ମୋ ପାଖରେ ମା ଭଗବତୀର ଆଶୀର୍ବାଦ ବି ଅଛି। ଗୁରୁ ଆଉ ଆମର ପ୍ରଫେସର ମାନେ ଯିଏ ପଢ଼ାନ୍ତି ସେସବୁ ନଲେଜ ଗ୍ରହଣ କରିବା ସାଙ୍ଗେ ସାଙ୍ଗେ ମୋର ମା ଭଗବତୀର ଆଶୀର୍ବାଦ ମୋ ପାଖରେ ଥାଏ। ମୁଁ ତୁରନ୍ତ ତାଙ୍କର ନାଁ ଉପରେ ରାଶି ଚକ୍ରକୁ ଦେଖିଲି। ବୃହସ୍ପତି କର୍କଟ ରାଶିରେ ବକ୍ରି, ମଙ୍ଗଳ ବିଛା ରାଶିରେ ବକ୍ରି, ଚନ୍ଦ୍ର ରହିଛି ସିଂହ ରାଶିରେ ଅଷ୍ଟମ ଭାବକୁ ଦେଖୁଛି। ସେପଟେ ରହିଯାଇଛି ମୀନ ଶନି ଯୋଗକୁ, ଶନି ବି ମାତ୍ର ବକ୍ରି ରହିଯାଇଛି। ପ୍ରଶ୍ନ ଗଣନାଟା କେନ୍ଦ୍ରିତ କରାଯାଇକି ସୋମବାର ଦିନ ସିଏ 3ଟା 35 ଯାଇକି ଅଟକିଗଲା ଗ୍ରହ। ଜାଣିପାରିଲି ଯେ 3ଟା 35 ହେଉଛି ତାଙ୍କର ଜୀବନର ଶେଷ ସମୟ।